ତମେ ତମେ କଣ ଆମକୁ ଜାଣିଛ? ସିଧା ଘର ଭିତରକୁ ପଶି ଆସିଲ। କ୍ଷମା କରିବେ, ମୁଁ ତୁମକୁ ଜାଣିପାରୁନି କିଏ ତମେ? ମା ବାପାଙ୍କୁ ପଚାରୁଛନ୍ତି ତମେ କି ବୋକାଙ୍କ ଭଳି ଇଆଡେ ସିଆଡେ ଚାହୁଁଛ କଣ? ତମେ କିଏ? ତମେ କଣ ନିଜେ ଜାଣିନ? କହିବାକୁ ଗଲେ ଆମ ଭିତରେ ସେମିତି କିଛି ସମ୍ପର୍କ ନାହିଁ। ଆପଣମାନଙ୍କ ନଜରରେ ମୁଁ ଜଣେ ଅପରାଧୀ। ଅପରାଧୀ? ମୁନି କେମିତି ଅଛି? ମୁନି ତମେ କେମିତି ଜାଣିଲ? ମୁନି ନାଁଟା ଆମ ଘର ଲୋକଙ୍କୁ ଛଡା ବାହାରେ କେହି ଜାଣିନାହାନ୍ତି। ସମସ୍ତେ ତାକୁ ସ୍ୱାଇଁ ବୋଲି ଜାଣନ୍ତି। କେବଳ ତା ଘର ନାଁଟା ହଉଛି ମୁନି। କିନ୍ତୁ ତମେ କେମିତି ଜାଣିଲ? ତମେ ଜଗନ୍ନା? ମନେ ପଡ଼ିଲା ଓହୋ, ତୁ ଚିହ୍ନି ପାରୁନୁ? ଜଗନ ଭୁଲିଗଲୁ? ଆରେ ଇଏ ପୁରା ସେଇ ଜଗନ ଯିଏ ସେଦିନ ଆମ ମୁନିକୁ ଆମକୁ ଫେରାଇ ଦେଇଥିଲା। ସେଇ ଜଗନ। ନମସ୍କାର। ଆଜି ଜେଲରୁ ବାହାରିଲି। ଦୀର୍ଘ 22 ବର୍ଷ ପରେ ବାହାର ଦୁନିଆକୁ ଦେଖୁଛି। କାହିଁକି କେଜାଣି ମୁନିଟାକୁ ଟିକେ ଦେଖିବା ପାଇଁ ଭାରି ଇଚ୍ଛା ହେଲା। ଦୂରରୁ ହଉ ପଛେ ତାକୁ ଟିକେ ଦେଖିଦେଇ ମୁଁ ଏଠୁ ଚାଲିଯିବି। ହେଲେ ସେ ତମେ ସାଙ୍ଗେ ସାଙ୍ଗେ ବାହାରକୁ ଚାଲିଗଲା। ସେ ଫେରି ଆସୁ, ତମେ ତାକୁ ନିଶ୍ଚୟ ଦେଖା କରିବ। ସେଦିନ ତମେ ଆମ ମୁନିକୁ ଆମକୁ ଫେରାଇ ଦେଇ ନଥିଲେ ଆମେ ଦି ଜଣ କଣ ବଞ୍ଚିଥାନ୍ତୁ। ଆଉ ଗୋଟେ କଥା ଜାଣି ଖୁସି ହବ, ମୁନି ଆମର ୟୁପିଏସସି ପରୀକ୍ଷାରେ ପାସ୍ କରିଛି। ବୁଝିପାରିଲେନି? ମାନେ ପୋଲିସ ଚାକିରି କରିବ, ବଡ ଅଫିସର ହବ। ଆଇଏଏସ୍ କି ଆଇପିଏସ୍ ହବ। ଝିଅ ପୋଲିସ ଅଫିସର ହବ। ମୁଁ ଅପରାଧୀ, ଆଉ ଜଣେ ଅପରାଧୀର ଝିଅ ପୋଲିସ ଅଫିସର ହବ। କଣ ଭାବୁଛ? ତମେ କଣ ଖୁସି ନୁହଁ? ତମେ ଅପେକ୍ଷା କର, ମୁନି ଆସିଲେ ତମେ ତାକୁ ନିଶ୍ଚୟ ଦେଖା କରିବ। ହଁ ବୋହୁ, ଜଗନ ପାଇଁ କିଛି ଖାଇବା ପିଇବା ବ୍ୟବସ୍ଥା କର। ନାଇଁ, ସେସବୁ କିଛି ଆବଶ୍ୟକ ନାହିଁ ମା, କିଛି ଆବଶ୍ୟକ ନାହିଁ। ସେମିତି କେମିତି ହବ? ମୁନି ମୋ ଝିଅ ହେଲେ ବି ତା ସହିତ ତମର ବି କିଛି ନା କିଛି ସମ୍ପର୍କ ଅଛି ନା? ତମର ଠିକ ଅଛି। ମୁଁ ଜାଣେ ସେଦିନ ଗୋଟେ ଲୋଭରେ ପଡ଼ି ତମେ ଭୁଲ କରିଥିଲ। ତାପରେ ବି ତମେ ମୁନିକୁ ଆମକୁ ଫେରାଇ ଦେଲ। ତମ ପାଖରେ ମଣିଷ ପୁଣିଆ ଅଛି। ତା ନହେଇଥିଲେ ମୁନିକୁ ଫେରାଇ ଦେଇ ତମେ କେବେ ପୋଲିସ ପାଖରେ ସରେଣ୍ଡର କରିନଥାନ୍ତ। ତମେ କରିଥିବା ଭୁଲର ଶାସ୍ତି ତମେ ପାଇସାରିଛ। ମୁଁ ଯୋଉ ଭୁଲ କରିଛି ସେ ଭୁଲର ଏ ଜନ୍ମରେ ଶାସ୍ତି ନାହିଁ, ସେ ପାପର ବି ପ୍ରାୟଶ୍ଚିତ ନାହିଁ। ଜୀବନ ସାରା ମୁଁ ଏମିତି ଶାସ୍ତି ପାଇ ଚାଲିଥିଲି। ଏ ପାପର ପ୍ରାୟଶ୍ଚିତ ନାହିଁ କି ଏ ଲୁହର ବି ଅନ୍ତ ନାହିଁ। ମନ ଦୁଃଖ କରନା, ମୁଁ ତମକୁ କ୍ଷମା କରିଦେଇଛି। ମୁଁ ତ ତମକୁ ସେଇଦିନ କ୍ଷମା କରିଦେଇଥିଲି। ଆପଣ ସିନା ଆପଣଙ୍କ ବଡ଼ ପହରେ ମୋତେ କ୍ଷମା କରିଦେବେ, ହେଲେ ମୁଁ ମୋ ନିଜକୁ କେବେ ବି କ୍ଷମା କରିପାରୁନି। କେମିତି କ୍ଷମା କରିଦେବି ମୋ ନିଜକୁ? କେମିତି ଭୁଲିଯିବି ସେଦିନର କଥା? କେମିତି ଭୁଲିଯିବି ସେ କାନ୍ଦ? କେମିତି ଭୁଲିଯିବି ସେ ବୁକୁ ଫଟା ଚିତ୍କାର? ତାପରେ ସବୁ ଚୁପଚାପ। କେମିତି ଭୁଲିଯିବି ମୁଁ? ନକରେ ଯେମିତି ପାପୀ ମାନଙ୍କୁ ତତଲା ତେଲରେ ଛଡ଼ାଯାଏ, ମୁଁ ସେମିତି ବଞ୍ଚି ଥାଉ ଯମ ଯନ୍ତ୍ରଣା ପାଉଛି।